ଶିଖ ଓଡ଼ିଶା ୟୁଟ୍ୟୁବ୍ ଚ୍ୟାନେଲରେ ମୁଁ ସନତ କୁମାର ସ୍ୱାଗତ କରୁଛି ପୁଣି ଗୋଟେ ନୂଆ ଭିଡ଼ିଓ ସହିତ। ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା ସୁଭଦ୍ରା ଯୋଜନାକୁ ନେଇକି ଗୋଟେ ବଡ଼ ଖବର ଆସିକି ପହଞ୍ଚି ଯାଇଛି। ସେ ସୁଭଦ୍ରା ଯୋଜନା ସମ୍ବନ୍ଧରେ ଆମେ ଜାଣିବା, ଯେଉଁଟାକି ଆର୍ଥିକ ବର୍ଷ 2024-25ରୁ ଆରମ୍ଭ ହୋଇକି 28-29 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏ ଚାଲୁ ରହିବ। ଏଥିରେ ପାଖାପାଖି 55,825 କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ କରାଯାଇଛି। ଏହି ଯୋଜନାରେ 1 କୋଟିରୁ ଉର୍ଦ୍ଧ୍ୱ ମହିଳା ଏଥିରେ ବେନିଫିଟ୍ ପାଇପାରିବେ। ଏହାର 21 ବର୍ଷରୁ ଏବଂ 60 ବର୍ଷରୁ କମ୍ 21 ବର୍ଷରୁ ଉର୍ଦ୍ଧ୍ୱ ଏବଂ 60 ବର୍ଷରୁ କମ୍ ଯୋଗ୍ୟ ମହିଳାକୁ ସାମିଲ କରାଯିବ। ଏବେ ଭିଡ଼ିଓରେ ଦେଖିବା ଚାଲନ୍ତୁ କ'ଣ କ'ଣ କେଉଁମାନେ ପାଇବେ, କେତେ ଟଙ୍କା ପାଇବେ। ପ୍ରତିବର୍ଷ ହିତାଧିକାରୀମାନଙ୍କୁ ରାକ୍ଷୀ ପୂର୍ଣ୍ଣିମା ଦିବସ ଏବଂ ଆନ୍ତର୍ଜାତିକ ମହିଳା ଦିବସ, ଯେଉଁଟାକି ମାର୍ଚ୍ଚ 8ରେ ପଡ଼ୁଛି, ସେଥିରେ ପ୍ରତ୍ୟେକ ଏଇ ଦୁଇଟା ଦିନରେ ରାକ୍ଷୀ ପୂର୍ଣ୍ଣିମା ଦିନ 5,000 ଏବଂ ଆନ୍ତର୍ଜାତିକ ମହିଳା ଦିବସରେ 5,000 ଅର୍ଥାତ୍ ବାର୍ଷିକ 10,000 ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ତେଣୁ ଜଣେ ଯୋଗ୍ୟ ହିତାଧିକାରୀ ପୁଣି 5 ବର୍ଷ ପର୍ଯ୍ୟନ୍ତ ସେ 50,000 ଟଙ୍କାର ବେନିଫିଟ୍ ପାଇପାରିବ। ଏଥିରେ କେଉଁ ମାଧ୍ୟମରେ ପାଇବ? ପୁରା ଡାଇରେକ୍ଟ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଆଧାର ପେମେଣ୍ଟ ବ୍ରିଜ୍ ସିଷ୍ଟମ୍ ମାଧ୍ୟମରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏ ପଇସା ଯିବ। ଦେନ୍ ଏହାକୁ ଡିବିଟି ମାଧ୍ୟମରେ ଏ ଆକାଉଣ୍ଟକୁ ଯିବ। ଅର୍ଥାତ୍ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଯଦି ଡିବିଟି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ ନାହିଁ, ତେବେ ଆପଣ ନିହାତି ଭାବରେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ ଯେଉଁ ଡିବିଟି ଆକ୍ଟିଭ୍ କରିନିଅନ୍ତୁ ଆପଣଙ୍କ ସେଭିଂ ବ୍ୟାଙ୍କ ଆକାଉଣ୍ଟରେ। ଦେନ୍ ହିତାଧିକାରୀମାନଙ୍କୁ ସୁଭଦ୍ରା କ୍ରେଡିଟ୍ କାର୍ଡ଼ ମଧ୍ୟ ପ୍ରଦାନ କରାଯିବ, ଯେଉଁଥିରୁ ସେମାନେ ତାଙ୍କର ପଇସା ନେଣଦେଣ କରିପାରିବେ। ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ଅର୍ବାନ୍ ଲୋକାଲ ବଡ଼ିରେ ସର୍ବାଧିକ ପରିମାଣ ଡିଜିଟାଲ କାରବାର କରୁଥିବା 100 ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ, ଯେଉଁମାନଙ୍କୁ ଅତିରିକ୍ତ ଆଉ ଅଧିକା 500 ଟଙ୍କା ପ୍ରୋତ୍ସାହନ ରାଶି ରୂପେ ପ୍ରଦାନ କରାଯିବ ବର୍ଷକୁ। ଦେନ୍ ଏଇଥିରେ କେଉଁମାନେ ପାଇବେ ଦେଖନ୍ତୁ, କେଉଁମାନେ ପାଇବେ ନାହିଁ। ଏଥିରେ ସ୍ୱଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରି କରୁଥିବା ମହିଳା ଏବଂ ଆୟକର ପ୍ରଦାନ କରୁଥିବା ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ। ଏତଦ୍ ବ୍ୟତୀତ ଯଦି କୌଣସି ସରକାରୀ ଯୋଜନାର ମାସିକ 1,500 ଟଙ୍କା କିମ୍ବା ତଦୁର୍ଦ୍ଧ୍ୱ ବାର୍ଷିକ 18,000 ଟଙ୍କା କିମ୍ବା ତାଠାରୁ ମଧ୍ୟ ଅଧିକ ମହିଳାମାନେ ପାଉଥିବେ ଦରମା, ତେବେ ସେମାନେ ଏଥିରେ ଯୋଗ୍ୟ ବିବେଚିତ ହେବେ ନାହିଁ। ଅର୍ଥାତ୍ ଯେଉଁମାନେ କୃଷି ମିତ୍ର ଅଛନ୍ତି, ଆଶା, ଅଙ୍ଗନବାଡ଼ି ବା ଯେତେ ପ୍ରକାର ମହିଳା ଯେମିତିକି MBK ମାନେ ଅଛନ୍ତି, ଏମାନେ କୌଣସି ଯୋଜନାରେ ଲାଭବାନ ହୋଇପାରିବେ ନାହିଁ। ଦେନ୍ ଏହି ଯୋଜନାକୁ ଆପଣମାନେ କେଉଁଠି ଆବେଦନ କରିବେ? ଏହି ଯୋଜନାକୁ ଆବେଦନ କରିବା ପାଇଁ ମହିଳାମାନେ ଅଙ୍ଗନବାଡ଼ି କେନ୍ଦ୍ରରେ କରିପାରିବେ, ବ୍ଲକ କାର୍ଯ୍ୟାଳୟରେ କରିପାରିବେ। ଦେଖନ୍ତୁ ପୁରା ଷ୍ଟ୍ରିକ୍ଟଲି ଲେଖା ହେଇଛି ବ୍ଲକ କାର୍ଯ୍ୟାଳୟ, ଅଙ୍ଗନବାଡ଼ି କିମ୍ବା ମୋ ସେବା କେନ୍ଦ୍ର ଏବଂ ଜନସେବା କେନ୍ଦ୍ର ମାଧ୍ୟମରେ ମଧ୍ୟ ଏମାନେ କରିପାରିବେ। ଫର୍ମ ପୂରଣ କରିପାରିବେ। ଏହା ପାଇଁ ଗୋଟେ କଲ୍ ସେଣ୍ଟର ବୋଧେ ସମ୍ପୂର୍ଣ୍ଣ ମାଗଣାରେ କରିପାରିବେ। ଏଥିପାଇଁ କୌଣସି ଫିସ୍ ସେମାନଙ୍କୁ ଦେବା ପାଇଁ ପଡ଼ିବନି। ସୁଭଦ୍ରା ପାଇଁ ଯଦି କିଛି ଅସୁବିଧା ହେଉଛି ତେବେ କଲ୍ ସେଣ୍ଟର ମଧ୍ୟ କରାଯିବ, ଯେଉଁଥିରେ ସେମାନେ କଲ୍ ମଧ୍ୟ କରିପାରିବେ। ଏବଂ ସୋସାଇଟି ମଧ୍ୟ ସୁଭଦ୍ରା ସମିତି ସୋସାଇଟି ମଧ୍ୟ ଗଠନ କରାଯିବ, ଯେଉଁଟାକି ବହୁତ ଖୁବ୍ ଶୀଘ୍ର ଆସିବ। ଏହା ପାଇଁ ଡକୁମେଣ୍ଟ ସେମିତି କିଛି ସରକାର ବର୍ତ୍ତମାନ ସୁଦ୍ଧା ତାଙ୍କର ଯେଉଁ ବିଜ୍ଞପ୍ତି ଜାରି କରିଛନ୍ତି ସେଥିରେ ଡକୁମେଣ୍ଟ ଲେଖା ହେଇନାହିଁ। ଦେନ୍ ଏଇଠି ଆମେ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ଟପିକ୍ ଆମେ ଆଲୋଚନା କରିବା, ସେ ହେଉଛି ଲେଖାଯାଇଛି ଯେ ଆପଣଙ୍କ ଏଥିରେ କେତେଟା ମହିଳା ହିତାଧିକାରୀ ଯେଉଁ ଲାଭବାନ ହେବେ। ଏହି ଯୋଜନାରେ ରାଜ୍ୟର 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କର ଜୀବନ ପରିବର୍ତ୍ତନ ଅଣାଯିବ। ତେବେ ଆମେ ଦେଖିବା 21ରୁ 60 ବର୍ଷ ଭିତରେ କେତେ ମହିଳା ଅଛନ୍ତି ଆମ ଓଡ଼ିଶାରେ। ଏବେ ତ ଜନଗଣନା ହେଇନି, କିନ୍ତୁ ଆକର୍ଡିଂ ଟୁ ସେନ୍ସସ୍ ଡାଟା 2011 ଅନୁସାରେ ମୁଁ ଆପଣଙ୍କୁ ଦେଖାଉଛି କେତେ ମ୍ୟାରିଡ୍ ଅଛନ୍ତି। ତ ସେ ହେଉଛି ଦେଖନ୍ତୁ, ଇଏ ହେଉଛି କ'ଣ 2011 ସେନ୍ସସ୍ ଡାଟା, ଯେଉଁଥିରେ ଷ୍ଟେଟ୍ରେ ଅଲ୍ ଏଜେସ୍ ଯଦି ଆମେ କହିବା ତେବେ 1,02,47,249 ଜଣ ମ୍ୟାରେଡ୍ ଓମେନ୍ ଅଛନ୍ତି। ମାନେ ଅଲ୍ କ୍ୟାଟେଗୋରୀ ଆମେ ହିସାବ କରିବା, ଯେମିତି ତା ଭିତରେ 60 ବର୍ଷରୁ ଉର୍ଦ୍ଧ୍ୱ ବି ମ୍ୟାରେଡ୍ ଥିବେ। ଦେନ୍ 21 ବର୍ଷରୁ କମ୍ ମଧ୍ୟ ମ୍ୟାରେଡ୍ ଥିବେ, 18 ବର୍ଷରୁ ଉର୍ଦ୍ଧ୍ୱ 21 ବର୍ଷ ସେମିତି ବି ମ୍ୟାରେଡ୍ ଥିବେ। ଦେନ୍ ଇଏ ହେଉଛି 2011ର ସେନ୍ସସ୍ ଡାଟା ମୁଁ ଆପଣଙ୍କୁ ଦେଖାଉଛି। ଏବେ 2024 ହେଲାନି, ମଧ୍ୟ ବଢ଼ିଥିବ, ତା ଭିତରୁ କିଛି କଟିଯିବେ। ଯେମିତିକି ବହୁତ ମହିଳା ଚାକିରି କରିଛନ୍ତି, ମୁଁ ଆପଣଙ୍କୁ କହିଲି, ଯେଉଁମାନେ କି 1,500 ଟଙ୍କାରୁ ଉର୍ଦ୍ଧ୍ୱ ଦରମା ପାଉଛନ୍ତି ଏବଂ 18,000ରୁ କମ୍ କିମ୍ବା ତାଠାରୁ ଅଧିକ 18,000 ବା ତାଠାରୁ ଅଧିକ ମଧ୍ୟ ଦରମା ପାଉଛନ୍ତି, ସେମାନେ ମଧ୍ୟ ଏହି ଯୋଜନାରେ ଲାଭବାନ ହୋଇପାରିବେ ନାହିଁ। ସବୁଠୁ ବଡ଼ କଥା, ଏଥିରେ କ୍ୟାସ୍ ଭାଉଚର ମିଳିବ, ବର୍ଷକୁ 2 ଥର ମିଳିବ। 5,000 କରି 10,000 ଟଙ୍କା ଆପଣମାନଙ୍କୁ ମିଳିପାରିବ ଏବଂ 5 ବର୍ଷରେ 50,000 ଟଙ୍କା ପାଇବେ। AEPS ମାଧ୍ୟମରେ ପାଇବେ। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ଆକ୍ଟିଭ୍ କରନ୍ତୁ। କ'ଣ କେମିତି ଡିବିଟି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଛି କି ନାହିଁ ଜାଣିବେ କେମିତି, ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ନିହାତି ଏହା ଉପରେ ଗୋଟେ ଭିଡ଼ିଓ ଆପଣମାନଙ୍କୁ ନିହାତି କରିବି। ରହୁଛି, ନମସ୍କାର, ଜୟ ଶ୍ରୀରାମ।